घुमाएगा 200 करके लेगा पर मेंबर शेयरिंग में। अब पर्सनल लेगा तो 2500 लगेगा। এইটা মর্নিকর্ণিকা ঘাট এটি কেবে নিয়া লিবে নাই ସବୁବେଳେ জଳିଥାଏ। ଏବେ ଆମର ଗଙ୍ଗାରେ ସ୍ନାନ ସରିଲା, ସବୁ ଯାକ ପୁଣ୍ୟ କମେଇଦେଲେ, ଯେତିକି ପାପ କରିଥିଲେ ସବୁ ଯାକ କ୍ଷୟ। ଏବେ ଟୋକାମାନେ ଆଉ ଯେ ଯିବେ ପାପ କରିବେ। ଏବେ हेलो सांग मैंने केमती अच्छ आशा कर सब भले थी। आज आम बुली जा बनारस बनारस थिबा काशी विश्वनाथ मंदिर आउ 84 घाट पूरा टंगारे लंच रे बुलिबा। वीडियो शेष जाई देखिए। वीडियोटा जदि भल लगी वीडियो को लाइक शेयर सब्सक्राइब जरूर करियो। चलतु वीडियो को आरंभ करिबा। आमे एबे पहुंची जाइछे काशी विश्वनाथ मंदिर पाखरे। एइटा पाखे थिबा रास्ताटा देखंतु दी साइड रे गोटे कलर रे पेंट कराई। वो भल दिशुची भी नजारा। भीड़ भी हो गलानी देखिपे। एबे आमे प्रथमे जीवा गंगारे स्नान करिबा। स्नान करि सारला परे काशी विश्वनाथ दर्शन करिबा। आमे पहुँची गलु अश्मेशिनी घाट रे। एटी आमे स्नान करिबु। कितने मेंबर है? 20 है। 20 है। वो मतलब पूरा पर्सनल बोट लेगा या शेयर में जाएगा? शेयरिंग में अगर 40 घाट घुमाएगा 200 करके लेगा पर मेंबर शेयरिंग में। अब पर्सनल लेगा तो 2500 लगेगा एक बोट का। एक बोट में तो 50 आदमी आते हैं ना। ऐसे तो भरने के लिए बड़ा बड़ा बोट है, 200 आदमी 300 आदमी का है। आपका 20 मेंबर का तो 20 मेंबर का बोट है ना। 40 घाट घुमाएगा पूरा राजा हरिचंद से मणिकर्णिका घाट घुमाएगा। आपका पूरी मेंबर से आ जाएंगे। କେତେ ଟଙ୍କା କହୁଛ? कितना ଜଣୁ କେତେ ଟଙ୍କା କହୁଛ? 200 ଟଙ୍କା। ଏବେ ଆମେ ଦଶଶ୍ରୀ ଘାଟରେ ପହଞ୍ଚିଲୁ ହେଲା। ଏଠି ଗୋଟେ ଜଣକ ପିଛା ବୋଟରେ କହୁଛି 200 ଟଙ୍କା। ଏଠି ବଜରଙ୍ଗବାଲିର ମନ୍ଦିର। ଏଇ ଜାଗାରେ ଗଙ୍ଗା ଆଳତି ହେଉଛି 7ଟା ବେଳେ। एठी सबू पिंड दान करा जाए। ये ना जा रही है 100 रुपए में हरिचंद से मणिकर्णिका घाट। चिकन का दे कपड़ा तो रखे ना गुरु फिर से तड़ू वाले हम केते आड़े एबे आमे गाधेया गंगार है सबुदिन चार्ज रोला आज खाईदे गांडी मोर एबे हमर गंगारे स्नान सरिला, सबु जा पुण्य कमेइदेले, जति पाप करथिले सबु जा क्षय। एबे टोका माने आउ जे जिबे पाप करिवे। एबे हमें डंगारे सबु बुलिबा। घाट कोडा कोडा पड़ुची सबु बुली बुली देखिबा। को घाटटा कोन सबु जा वीडियो माध्यम रे सबु बुझाओ हला। एबे गोटे बोतल रे पानी भरा होची, गंगा पानी घर को निया हबो। शुभ कार्य रे दरकार पड़ी थाए। एटा आलती करा होची हला। एटा आलती एठी संध्या आलती करा जाए गंगा माता घर। एठी झाड़ रे एबे आमे गंगारे गाधेवा सारिलु। एबे आमे जिबा बाबा काशी विश्वनाथ दर्शन करिबा। दर्शन करि सारिला परे आसिकी 84 घाट बुलिबा। 2 नंबर गेट रे आमे जिबु दर्शन करिबाकू हैला। एटा 2 नंबर गेट।
ଏଇଟା 2 ନମ୍ବର ଗେଟ୍ର ଯିବାର ରାସ୍ତା। ଏଠି 4ଟା ଗେଟ୍ ଅଛି। ସବୁ ଗେଟ୍ରେ ଏମିତି ଭିଡ଼ ହୋଇ ରହିଥାଏ। ଏଇ ଚାରିପଟେ ସବୁ ସାମାନ ଦେଖିବାକୁ ମିଳେ। ଏଠି ସବୁ କପଡ଼ା, ସାର୍ଟ, ପ୍ୟାଣ୍ଟ ଇତ୍ୟାଦି ସାମାନ ମିଳିଥାଏ। ଏଇଟା 2 ନମ୍ବର ଗେଟ୍ ରାସ୍ତା ହେଲା। ଏପଟେ ଗଲେ ମନ୍ଦିରକୁ ଯିବ ସାମ୍ନା। ଏଠି ସବୁ ସାମାନ, ସବୁ ପୂଜା ସାମାନ, କପଡ଼ା ପତ୍ର ସବୁ ଏଠି ଗଳିରେ ମିଳିଥାଏ। ଏ ବ୍ଲକ ବାଲା ମିଲେ ନା ଏ ଶୋଇବ କଣ? ବଇନ ଶୋଇବ। ବହି ଫଟୋ ଉଠାଅ ନହେଲେ ଚାର୍ଜ ମୋର ସରିଯିବ। ଏବେ 40ଟା ଘାଟ ବୁଲିବା ଆଉ 40ଟା ଘାଟ ନାଇଁ 16% ଅଛି ଆମର 40 84 ଘାଟ 84 ଘାଟ ପାଇଁ 200 ଟଙ୍କା କହିଛି। ଆମର ସରୁନଥିଲା ବୋଟ ହେଲା। କହିଛି ଫୋନଟା ଏଇଟା ପଛକ ଦେଖିବା କୋଉ କୋଉ ଘାଟ ବୁଲଉଛି ଆଉ। ଏଇଟା 10 ଘାଟରେ ଆମେ ଅଛୁ। ଦେଖିବା ଏବେ କୋଉ କୋଉ ଘାଟକୁ ନଉଛି ଆଉ ହେଲା। ଦର୍ଶନ ସରିଲା। ବହୁତ ଭିଡ଼ ଥିଲା। ସେଠି 1.5 ଘଣ୍ଟା ଲାଗିଗଲା ଆମର। ଘଣ୍ଟେ ବେଳୁ ଯାଇଥିଲୁ, 2ଟା ବେଳୁ ଯାଇଥିଲୁ, 2:30 ବେଳୁ ଆସିଲୁ। ସେଇଠି କ୍ୟାମେରା ଆଲାଉ ନଥିଲା, କ୍ୟାମେରା ରଖି ଯାଇଥିଲୁ, ସେଥିପାଇଁ ଭିଡ଼ିଓ ଆଉ ବନେଇ ହେଲାନି ସେଠି। ଆଉ ଏବେ ଘାଟ ବୁଲିବା, ଦେଖିବା କୋଉ କୋଉ ଘାଟ ବୁଲଉଛି। ଆମେ ଏବେ ଏଇ 10 ଘାଟରେ ଅଛୁ। ଆମର ଦର୍ଶନ ଭଲରେ ହେଇଗଲା କାଶୀନାଥଙ୍କର। ଖାଲି ମୋବାଇଲ ଏଣ୍ଟ୍ରି ନଥିଲା କିଛି, ଆଉ ସେଇଠି ଆଉ ମନ୍ଦିର କିଛି ଭିତରର କିଛି ଆଉ ଭିଡ଼ିଓ ଆଉ କରି ହେଲାନି। ଏବେ ଆମେ ବାହାରି ପଡ଼ିଲୁ ଘାଟ ବୁଲିବା ପାଇଁ। ଡଙ୍ଗାରେ ବସିଛୁ, ସବୁ ଘାଟ ବୁଲିବା ଆଉ। ଏଇଟା ଅହଲ୍ୟା ଭାଇ ଘାଟ ଆଉ ଶିବ ଘାଟ, ଦୁଇଟି ଯାକ ଲାଗିକି ଅଛି। ଏଇ ଘାଟ ପଛରେ ଗୋଟିଏ ଗୋଟିଏ କାହାଣୀ ବି ଅଛି। ଆଉ ସେଇଟା ମୁନିଶ ଘାଟ। ଏଇଟା ରାଜା ଘାଟ ଆଉ ପାଖରେ ଅଛି ନାରଦ ଘାଟ, ଦୁଇଟି ଯାକ ଲାଗିକି ଅଛି ଘାଟ। ଏଇଟା ହନୁମାନ ଘାଟ। এইটা হଉଛି ପଞ୍ଚକୋଟି ଘାଟ। ଦେଖିପାରୁଥିବେ ଆପଣମାନେ, ଏଇଟା ପଞ୍ଚକୋଟି ଘାଟ ହେଲା। এইটা হଉଛି ଜାନି ଘାଟ। ସେପଟେ ସବୁ ଘାଟ ବୁଲେଇ ସାରିଲା ପରେ ପୁଣି ରିଟର୍ନ କଲା, ପୁଣି ସେପଟେ ମଣିକର୍ଣ୍ଣିକା ଘାଟ ଅଛି, ସେପଟେ ପୁଣି ବୁଲେଇବ ହେଲା। ଭିଡ଼ିଓ ଲମ୍ବା ହେଇଯିବ, ସେଥିପାଇଁ ଭିଡ଼ିଓ କାଟି ଦେଇଛି। ଭାଇ ଏଠିକି ଆସି ପୁରା ମନ ଖୁସି ହେଇଗଲା। ପୁରା ବିୟୁଟିଫୁଲ୍ ନଜାରା। ଯିଏ ଆସିବ ସିଏ ଏଇ ନଜାରାର ଏନ୍ଜୟ କରିପାରିବ ହେଲା। ଆପଣମାନେ ବି ଆସନ୍ତୁ, ବୁଲିକି ଯାଆନ୍ତୁ ଥରେ। এইটা ଦେଖିପାରୁଥିବ, ଏଇଟା ମଣିକର୍ଣ୍ଣିକା ଘାଟ। ଏଠି ଆମର ଯେମିତି ପୁରୀରେ ଅଛି ସ୍ୱର୍ଗଦ୍ୱାର, ଏଠି ବନାରସରେ ଅଛି ମଣିକର୍ଣ୍ଣିକା ଘାଟ। ଏଠି ବି କେବେ ସବୁବେଳେ ଏଠି ଜିଉ ଜଳିଥାଏ, କେବେ ବି ଲିଭେ ନାହିଁ। ରାତି ଦିନ 24 ଘଣ୍ଟା। ଆଉ ଏଇଟା ବାବା କାଶୀ ବିଶ୍ୱନାଥଙ୍କ ମେନ୍ ଗେଟ୍। ଏଇଟା ଏପଟେ ବି। ଆଉ ଏଇଟା ହେଉଛି ଲଳିତା ଘାଟ। ଏଇ ଘାଟରେ ବି ଗୋଟେ ଗୋଟେ କାହାଣୀ ଅଛି।
ଏ ଆଳତି ଆରମ୍ଭ ହବ ଦେଖିକି ଯିବା ନା କଣ ଦେଖ ସବୁ ମଜ ହେଇଗଲେଣି ଫାଇନାଲି ଘାଟ ବୁଲିବା ସରିଲା ଏବେ ସେଠି ଆଳତି ହବ ଏବେ ଆଳତିର ଟାଇମ ହେଇଗଲା ସେଠି କେଡ ଟିଭି ଲାଗିଛି ଘାଟ ବୁଲି ସାରିଲା ପରେ ଆମେ ଏବେ ସନ୍ଧ୍ୟା ବେଳର ଟିକେ ମନ୍ଦିରର ବାହାର ପଟର ଦୃଶ୍ୟ ଏନ୍ଜୟ କରିବାକୁ ଆସିଲୁ ଲାଇଟ୍ ଚକମକ ହେଇ ଜଳି ଅଛି ଏଇଟା ଘାଟରୁ ବିଶ୍ୱନାଥ ମନ୍ଦିର ଯିବାର ଏଣ୍ଟ୍ରି ଏଇଟା ଘାଟ ସେପଟ ବାହାରର ରାସ୍ତା କାଶୀ ବିଶ୍ୱନାଥଙ୍କ ବଡ଼ ଏଣ୍ଟ୍ରି ରାତିରେ ଭାରତ ମାତା କି ଯେ ଏପଟେ ସବୁ ଢବା ଅଛି ଢବା ରେଷ୍ଟୁରାଣ୍ଟ ବାବା ବିଶ୍ୱନାଥଙ୍କ ମେନ୍ ଗେଟ୍ ଏଇଟା ଦେଖନ୍ତୁ এটা সন্ধ্যা বেলার দৃশ্য এটা সন্ধ্যা কিন্তু হ্যাঁ साढ़े 7टा ପରେ ଗଙ୍ଗା ଆଳତି ଆରମ୍ଭ ହୋଇଗଲା ଆମେ ମନ୍ଦିରକୁ ବୁଲିବାକୁ ପଳେଇଥିଲୁ ସେଥିପାଇଁ ଆମେ ଆସିଲା ବେଳକୁ ଲେଟ୍ ହୋଇଗଲା ଟିକେ ଭିଡ଼ ହୋଇଗଲାଣି ଦୂରରେ ଥାଇକି ଆମେ ଆଳତି ଦର୍ଶନ କରିବୁ ଆଉ ହେଲା ଗଙ୍ଗା ଆଳତି ଦର୍ଶନ କରିଲୁ ଆଉ ଏବେ ରାତି ହେଇଗଲାଣି ବେଶୀ ଏବେ ଆମେ ଯିବୁ ଏଇଟା ବନାରସର ବଜାର ମାର୍କେଟ ଦେଖିବେ ରାତିରେ କେମିତି ଦିଶୁଛି ରଥଯାତ୍ରା ଭଳିଆ ସରିଲା ଘାଟ ବୁଲିବାର ସରିଲା ସରିଲା ଭୋକ ଲାଗିଲାଣି ବହୁତ ବଡ଼ ଆସିଲାଣି ଏବେ ଛୋଲେ ମଟର ଅଛି